କଂଗ୍ରେସ ନାଁକୁ ଯୋଡ଼ିକରି ବହୁତ ଦଳ ହେଇଛନ୍ତି ଭାରତବର୍ଷରେ ଏବଂ ବହୁତ ସଂଗଠନ ବିଶ୍ୱରେ ବି ଅଛି କଂଗ୍ରେସ ନାଁକୁ ଯୋଡ଼ିକରି। ତ ଯିଏ ଯେତେବେଳେ ଯୋଉ ନାଁ ଯୋଡ଼ି ପାରିଲା ସ୍ୱାଧୀନ ଭାରତବର୍ଷରେ ଆଜାଦି ଦେଇଛି କଂଗ୍ରେସ ପାର୍ଟି ସମସ୍ତଙ୍କୁ ଫ୍ରିଡମ ଦେଇଛି ତ ଫ୍ରିଡମର ବ୍ୟବହାର କରୁଛନ୍ତି ଲୋକ। ସେଟା କେତେ ଦୂର ବ୍ୟବହାର କରୁଛନ୍ତି ଦୁର୍ବ୍ୟବହାର କରୁଛନ୍ତି ସେଇଟା ସମୟ ବତେଇବ। କୁହାଯାଉଛି କଂଗ୍ରେସ ବିରୋଧୀଙ୍କୁ ସେଟା ଏକାଠି କରିବ ଯେହେତୁ ଜଣେ ପୂର୍ବ ବହିଷ୍କୃତ ନେତା ତାକୁ ଲିଡ୍ ନେଉଛି। ଭାଇ ଯଦି ବିରୋଧୀ କଂଗ୍ରେସ ବିରୋଧୀ ଲୋକ କଂଗ୍ରେସରେ ରହିବା ଉଚିତ ହିଁ ନୁହଁ। ଯିଏ ଭାବୁଛି ମୁଁ ଅଛି କିନ୍ତୁ ଏ ଦଳରେ ମୋ ଦଳ ବିରୋଧୀ ଦଳ ନେତା ବିରୋଧୀ ଏ ଦଳରେ ରହିପାରିବନି ସେ ଛଟପଟିବ। ତେଣୁ ସେମିତିଆ ଲୋକ ବାହାରି ଯାଇକି ଆଉ ଗୋଟେ ଦଳ କରିବା କଥା। ଯଦି କଂଗ୍ରେସର ଆଇଡିଓଲୋଜି କି ମାନୁନାହାନ୍ତି ବିଚାରଧାରାକୁ ତାହେଲେ କଂଗ୍ରେସର ନାଁ ବ୍ୟବହାର କରିବାର କିଛି ମତଲବ ନାହିଁ। ଆଇଡିଓଲୋଜି ମାନିକିରି ଗୋଟେ ବୈଧାନିକ ପ୍ରତିବାଦ ଯୋଉଟା କୁହାଯାଏ ସିଦ୍ଧାନ୍ତଗତ ପ୍ରତିବାଦରେ କଂଗ୍ରେସ ଯଦି ବିଫଳ ହଉଛି ଲୋକଙ୍କ ସାଙ୍ଗରେ ଯଦି କଂଗ୍ରେସ ନାହିଁ ଆଉ ସେଥିରେ ପ୍ରତିବାଦ କରାଯାଉଛି ବୋଲେ କଂଗ୍ରେସ ଦଳ ବ୍ୟବହାର କରାଯାଇପାରେ ଆଇଡିଓଲୋଜିକାଲି। ଯଦି ଲୋକଙ୍କ ସାଙ୍ଗରେ ଯଦି କଂଗ୍ରେସ ଅଛି ଆଉ କଂଗ୍ରେସ ପରିଶ୍ରମ କରୁଛି ଦିନ ରାତି ଚେଷ୍ଟା କରୁଛି ବୋଲେ ସେଇ ଚେଷ୍ଟାରେ ସମସ୍ତେ ବ୍ରତୀ ହେବା କଥା। ହେଇପାରେ ବ୍ୟକ୍ତି ଗୋଟେକର କୌଣସି ବ୍ୟକ୍ତିର ସାଟିସ୍ଫାକ୍ସନ ପାର୍ଟି କରିନପାରେ ତାକୁ ସନ୍ତୁଷ୍ଟ କରିନପାରେ କୌଣସି ଗୋଟେ ବ୍ୟକ୍ତି ସମସ୍ତଙ୍କୁ ଗୋଟେ ଦଳ ସନ୍ତୁଷ୍ଟ କରିପାରିବ ନାହିଁ କିମ୍ବା ଗୋଟେ ନେତା ବି ସମସ୍ତ ନେତାଙ୍କୁ ଗୋଟେ ସଂଗଠକ ବି ସମସ୍ତଙ୍କୁ ସନ୍ତୁଷ୍ଟ କରିପାରିବ ନାହିଁ। ସନ୍ତୁଷ୍ଟ ଅସନ୍ତୁଷ୍ଟ ଭିତରେ ଦଳକୁ ଯୋଉମାନେ ମାନୁଛନ୍ତି ସେମାନେ ଦଳ ପ୍ରାଧାନ୍ୟ ହେଇକି ଦଳରେ ରହିବା କଥା ଦଳୀୟ ରାଜନୀତି। ଯଦି ନୁହଁ ତାହେଲେ ସେମାନେ ତାଙ୍କ ସ୍ୱତନ୍ତ୍ର ସେମାନେ ଯିଏ ଯାହା ଯେତେବେଳେ କରିପାରିଲା କରନ୍ତୁ କିନ୍ତୁ ପ୍ରଭାବ କିଛି ପଡିବନି ଦଳ ଉପରେ। ଆପଣ ଦେଖୁଛନ୍ତି ଯୋଉମାନେ ବାର ବାର ଯାଉଛନ୍ତି ସେମାନଙ୍କର ଆପଣ ମାନେ ଦେଖାଉଛନ୍ତି ବାର ବାର ପାର୍ଟି ଛାଡୁଛନ୍ତି ବୁଝିଲେ କେତେ ହଜାର ଲୋକ ଏ ଭିତରେ କଂଗ୍ରେସ ଜଏନ୍ କରିଛନ୍ତି ଆପଣ ମାନେ ତାକୁ ମନେ ପକାନ୍ତୁ। କଂଗ୍ରେସ କେତେ ଜନମ ହେଇସାରିଛି ସଂକଳ୍ପ ଯାତ୍ରା ଡେ 1 ରୁ 3 ଦିନର ପଦଯାତ୍ରା ଭୁବନେଶ୍ୱରରୁ ପୁରୀ ଯାଏ କେବେ ହେଇଥିଲା ଇତିହାସରେ କେବେ ହେଇଥିଲା ଆପଣ ମାନେ ପକାନ୍ତୁ। 3 ଦିନର ପଦଯାତ୍ରା କେତେ ଲୋକଙ୍କ ସାଙ୍ଗରେ ତାପରେ ଯେତେ ଯାତ୍ରା ହେଇଛି ଯେତେ ବିଧାନସଭା ଘେରାଉ ହୋଇଛି ଓଡ଼ିଶା ବନ୍ଦ ଯୋଉ ଧରଣର ହେଇଥିଲା ରାହୁଲ ଗାନ୍ଧୀଙ୍କର ସଭା ହେଇଥିଲା ଏବଂ ନିର୍ବାଚନରେ କଂଗ୍ରେସ ଯାହା କରୁଛି ୟୁନିକ୍ କରୁଛି ଲୋକଙ୍କ ସାଙ୍ଗରେ ଅଛି ଲୋକଙ୍କ ଭିତରେ ଅଛି ଲୋକଙ୍କୁ ନେଇକି କରୁଛି। ତେଣୁ କିଏ କ'ଣ କରିବ ଭାଇ ସେମାନେ ସ୍ୱତନ୍ତ୍ର ଆମେ ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତିକୁ ଆମେ ବିରୋଧ କରୁନା ସମ୍ମାନ କରୁଛୁ।